प्रभु जीशु ख्रीष्टଙ୍କର ବହୁମୂଲ୍ୟ ନାମରେ ହେବଳ ବାଗ ୟୁଟ୍ୟୁବ୍ ଚ୍ୟାନେଲରେ ବାକ୍ୟ ଶୁଣୁଥିବା ପ୍ରତ୍ୟେକ ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କୁ ହୃଦୟ ସହିତ ନମସ୍କାର। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କର ଗୌରବ ହେଉ, ପ୍ରଭୁଙ୍କର ସ୍ତୁତି ହେଉ। ପରମେଶ୍ୱର ଆଜି ମଧ୍ୟ ତାଙ୍କର ଜୀବନ୍ତ ବାକ୍ୟ ଶୁଣିବା ପାଇଁ ଆମକୁ ସୁଯୋଗ ଦେଇଛନ୍ତି, ସେଥିପାଇଁ ପ୍ରଭୁଙ୍କୁ ମୁଁ ଧନ୍ୟବାଦ ଦିଏ। ପ୍ରିୟମାନେ, ପ୍ରତ୍ୟେକଟି ସମୟରେ ଆମର ପରମେଶ୍ୱର ତାଙ୍କର ଜୀବନ୍ତ ବାକ୍ୟ ଦେଇ ଆମମାନଙ୍କର ଆତ୍ମିକ ଜୀବନକୁ ଉନ୍ନତି କରିବା ପାଇଁ ସେ ଆମମାନଙ୍କୁ ସାହାଯ୍ୟ କରୁଛନ୍ତି, ସେଥିପାଇଁ ପ୍ରଭୁଙ୍କୁ ମୁଁ ଧନ୍ୟବାଦ ଦିଏ। ପ୍ରିୟମାନେ, ଆସନ୍ତୁ ଆଜି ମଧ୍ୟ ଆମେ ବାକ୍ୟ ଶୁଣିବା ଆଉ ବାକ୍ୟ ସହିତ ଆମେ ସମସ୍ତେ ଆନନ୍ଦ କରିବା। ପ୍ରିୟମାନେ, ବାକ୍ୟ ହିଁ ଆମମାନଙ୍କୁ ଆନନ୍ଦ ଦେବ, ବାକ୍ୟ ହିଁ ଆମମାନଙ୍କୁ ଶାନ୍ତି ଦେବ, ବାକ୍ୟ ହିଁ ଆମମାନଙ୍କୁ ପରିତ୍ରାଣ ଦେବ ଆଉ ବାକ୍ୟ ହିଁ ଆମମାନଙ୍କର ଶରୀରର ପ୍ରତ୍ୟେକ ଅଭିଳାଷ ଠାରୁ ଆମମାନଙ୍କୁ ପରିଷ୍କାର କରିବ। ପ୍ରିୟମାନେ, ସେହି ପରିଷ୍କାର ଆଉ ସତ୍ୟ ବାକ୍ୟ ଆମେ ଶୁଣିବା ପାଇଁ ପ୍ରତିଦିନ ଆମେ ପରମେଶ୍ୱରଙ୍କ ନିକଟବର୍ତ୍ତୀ ହେଉଛୁ ଆଉ ପ୍ରଭୁଙ୍କର ବାକ୍ୟ ଆମେ ଶୁଣୁଛୁ। ପ୍ରିୟମାନେ, ଆସନ୍ତୁ ଆଜି ମଧ୍ୟ ଆମେ ପରମେଶ୍ୱରଙ୍କ ସେହି ମୁଖରୁ ନିର୍ଗତ ହୋଇଥିବା ବାକ୍ୟକୁ ଆମେ ଶୁଣିବା ଆଉ ବାକ୍ୟ ସହିତ ଆମେ ସମସ୍ତେ ଉତ୍ସାହିତ ହୋଇ ପରମେଶ୍ୱରଙ୍କର ଗୌରବ କରିବା, ପରମେଶ୍ୱରଙ୍କର ସ୍ତୁତି କରିବା। ପ୍ରିୟମାନେ, ଆଜିର ପ୍ରସଙ୍ଗ ରହିଛି ଶରୀରର କାର୍ଯ୍ୟ ବିନାଶ କରିବାକୁ ପବିତ୍ର ଆତ୍ମା ଆବଶ୍ୟକ। ପ୍ରିୟମାନେ, ଆମର ଶରୀରର କାର୍ଯ୍ୟ ଏ ସମସ୍ତ ବିଷୟକୁ ଆମେ କେମିତି ପରାଜୟ କରବୁ? ବିନା ପବିତ୍ର ଆତ୍ମାରେ ଆମେ ଶରୀରର ପାପ ଠାରୁ ଆମେ ମୁକ୍ତ ହେଇପାରିବୁ ନାହିଁ। ଯେତେବେଳେ ପବିତ୍ର ଆତ୍ମା ଆମମାନଙ୍କ ଶରୀରରେ ଆମମାନଙ୍କର ହୃଦୟ ରହିବେ, ସେତେବେଳେ ଆମେ କ'ଣ କରବୁ? ଯେକୌଣସି ପାପରେ ଥିଲେ ମଧ୍ୟ ଆମେ କ'ଣ କରବୁ? ପାପକୁ ଆମେ ପରାଜୟ କରବୁ। ପ୍ରିୟମାନେ, ଏହି ଶରୀରର ପ୍ରତ୍ୟେକ ଜାଗତିକ କାର୍ଯ୍ୟରୁ ଯଦି ଆମେ ବାହାରିବା ପାଇଁ ଚାହୁଁଛୁ, ଆମେ ଯଦି ମୁକ୍ତ ହେବାକୁ ଚାହୁଁଛୁ, ତାହେଲେ ପବିତ୍ର ଆତ୍ମାଙ୍କର ନିହାତି ଆବଶ୍ୟକ ରହିଛି। ପ୍ରିୟମାନେ, ଆମେ ଜାଣିଛୁ ପରମେଶ୍ୱର ବା ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ଜଗତରେ ଯେତିକି ଦିନ ଦେଲେ ସେତିକି ଦିନ ପର୍ଯ୍ୟନ୍ତ ସେ କ'ଣ କରିଥିଲେ? ସେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଇକିନା ରହୁଥିଲେ ଆଉ ସେ କ'ଣ କରୁଥିଲେ? ଶରୀରର ପ୍ରତ୍ୟେକ କାର୍ଯ୍ୟ ପ୍ରତି ସେ ବିଜୟ ହେଉଥିଲେ। ସବୁ କାର୍ଯ୍ୟରୁ ସେ କ'ଣ ହେଉଥିଲେ? ମୁକ୍ତ ହେଉଥିଲେ ଆଉ ପବିତ୍ର ଆତ୍ମା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ କ'ଣ କରୁଥିଲେ? ସାହାଯ୍ୟ କରୁଥିଲେ। ପ୍ରିୟମାନେ, ଆମେ ମଧ୍ୟ ଯଦି ଶାରୀରିକ ଅଭିଳାଷରେ, ଶାରୀରିକ ସ୍ୱଭାବରେ ଆଜି ମଧ୍ୟ ଯଦି ଆମେ କାମ କରୁଛୁ, ତାହିଁରୁ ଆମେ ବାହାରି ପାରୁନୁ, ଆମେ ହାରି ଯାଇଛୁ, ତାହେଲେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆମେ ପବିତ୍ର ଆତ୍ମାଙ୍କର ଆବଶ୍ୟକ, ଆମକୁ ପବିତ୍ର ଆତ୍ମାଙ୍କର ଆବଶ୍ୟକ ନିହାତି ରହିଛି। ପ୍ରିୟମାନେ, ସେହି ପବିତ୍ର ଆତ୍ମା ଯେତେବେଳେ ଆମମାନଙ୍କର ହୃଦୟ ରହିବେ, ସେହି ପବିତ୍ର ଆତ୍ମା ଯେତେବେଳେ ଆମମାନଙ୍କୁ ସ୍ପର୍ଶ କରିବେ, ସେହି ପବିତ୍ର ଆତ୍ମା କ'ଣ କରିବେ? ଆମର ଶରୀରରେ ଥିବା ପ୍ରତ୍ୟେକ କାର୍ଯ୍ୟରୁ ମୁକ୍ତ ହେବା ପାଇଁ ପବିତ୍ର ଆତ୍ମା ଆମମାନଙ୍କୁ ସାହାଯ୍ୟ କରିବେ। ପ୍ରିୟମାନେ, ଆସନ୍ତୁ ଆମେ ବାକ୍ୟ ପଢ଼ିବା ଆଉ ବାକ୍ୟ ସହିତ ଆମେ ସମସ୍ତେ ଉତ୍ସାହିତ ହେବା। ପ୍ରଭୁଙ୍କର ସ୍ତୁତି ହେଉ, ପ୍ରଭୁଙ୍କର ଗୌରବ ହେଉ। ପ୍ରିୟମାନେ, ବାକ୍ୟରେ ଏପରି ଲେଖାଯାଏ, ରୋମିଓ ପୁସ୍ତକ 8 ପର୍ବ ତାର 13 ପଦ ଆମେ ଦେଖିବା। ରୋମିଓ ପୁସ୍ତକ 8 ପର୍ବ ତାର 13 ପଦରେ ଲେଖାଯାଏ, ଆମେ ପଢ଼ିବା। ସ୍ଥାନରେ ଏପରି ଲେଖାଯାଏ, କାରଣ ଯଦି ଶାରୀରିକ ଭାବ ଅନୁସାରେ ତୁମେମାନେ ଜୀବନ ଯାପନ କର, ତେବେ ଅବଶ୍ୟ ମରିବ, କିନ୍ତୁ ଯଦି ଆତ୍ମାଙ୍କ ଦ୍ୱାରା ତୁମେମାନେ ଶରୀରର କର୍ମ ସବୁକୁ ବିନାଶ କର, ତେବେ ଜୀବିତ ହେବ। ପ୍ରିୟମାନେ, ଶରୀରର କାର୍ଯ୍ୟକୁ ଯଦି ଆମେ ବିନାଶ କରିବାକୁ ଚାହୁଁଛୁ ଆଉ ଶରୀରର କାର୍ଯ୍ୟରୁ ଯଦି ଆମେ ମୁକ୍ତ ହେବାକୁ ଚାହୁଁଛୁ, ତାହେଲେ ଆମକୁ ପବିତ୍ର ଆତ୍ମାର ଆବଶ୍ୟକ ରହିଛି। ପ୍ରିୟମାନେ, ବିନା ପବିତ୍ର ଆତ୍ମାରେ ଆମ ଶରୀରର କାର୍ଯ୍ୟକୁ ଆମେ ବିନାଶ କରିପାରିବା ନାହିଁ। ଆଉ ଯେତେବେଳେ ଆମେ ଶରୀରର କାର୍ଯ୍ୟରେ ଥାଉ ଆଉ ପବିତ୍ର ଆତ୍ମା ଯଦି ଆମମାନଙ୍କର ହୃଦୟରେ ସେ ରହନ୍ତି, ତାହେଲେ ସେ ପବିତ୍ର ଆତ୍ମା ଆମ ଶରୀରର ପ୍ରତ୍ୟେକ ଖରାପ କାର୍ଯ୍ୟ ଠାରୁ ମୁକ୍ତ ହେବା ପାଇଁ ପବିତ୍ର ଆତ୍ମା ଆମକୁ ସାହାଯ୍ୟ କରେ। ଶରୀରର ପ୍ରତ୍ୟେକ କାର୍ଯ୍ୟକୁ ବିନାଶ କରିବା ପାଇଁ ପବିତ୍ର ଆତ୍ମା ଆମମାନଙ୍କୁ ପ୍ରତ୍ୟେକଟି ସମୟରେ ସେ କ'ଣ କରନ୍ତି? ଆମକୁ ସାହାଯ୍ୟ କରନ୍ତି। ପ୍ରିୟମାନେ, ଯଦି ଶରୀର ଇଚ୍ଛାରେ ଏବେ ମଧ୍ୟ ଆମେ ଯଦି ଚାଲୁଛୁ, ତାହେଲେ ଆମେ କ'ଣ ହେବା? ଶରୀର ଇଚ୍ଛାରେ ଯଦି ଚାଲିବା, ତାହେଲେ ଆମେ ମୃତ୍ୟୁ ହୋଇଯିବା। ପ୍ରିୟମାନେ, ଆତ୍ମିକ ଜୀବନରେ ଆତ୍ମିକ ଶରୀର ଆମେ କ'ଣ ହେବା? ଆମେ ମୃତ୍ୟୁ ହୋଇଯିବା। ମାତ୍ର ଆତ୍ମାଙ୍କ ଦ୍ୱାରା ଯେତେବେଳେ ଆମେ ଚାଲିବା, ଆମେ କ'ଣ ହେବା? ଆତ୍ମାଙ୍କ ଶରୀର ସହିତ ଆମେ ଜୀବିତ ଥିବା। ସେଥିପାଇଁ ବାଇବଲ ଏ ସ୍ଥାନରେ ଆମମାନଙ୍କୁ ଶିଖାଏ ଯେ, କାରଣ ଯଦି ଶାରୀରିକ ଭାବ ଅନୁସାରେ ତୁମେମାନେ ଜୀବନ ଯାପନ କର। ପ୍ରିୟମାନେ, ଶରୀରର ଇଚ୍ଛାରେ ଯଦି ଆମେ ଜୀବନ ଯାପନ କରିବା, ତାହେଲେ ପାପ କରି ଆମେ କେମିତି ଥିବା? ଆମେ ମୃତ ହେଇଥିବା। ଯଦି ଏହି ସମସ୍ତ ପାପରୁ ଯଦି ଆମେ ମୁକ୍ତ ହେବାକୁ ଚାହୁଁଛୁ, ତାହେଲେ ଆମମାନଙ୍କୁ ପବିତ୍ର ଆତ୍ମାଙ୍କର ଆବଶ୍ୟକ ରହିଛି। ପ୍ରିୟମାନେ, ଆଉ ଯେତେବେଳେ ସେହି ପବିତ୍ର ଆତ୍ମା ଆମମାନଙ୍କର ହୃଦୟରେ ବାସ କରୁଥିବେ, ସେ କେବେ ମଧ୍ୟ ଶରୀରର ଇଚ୍ଛାକୁ ପୂରଣ କରିବା ପାଇଁ ସେ ଦେବେ ନାହିଁ। ପ୍ରିୟମାନେ, ଜାଗତିକ ଭାବରେ, ମନୁଷ୍ୟ ଭାବରେ ଶରୀରର ପ୍ରତ୍ୟେକ କାମନାକୁ ପୂର୍ଣ୍ଣ କରିବା ପାଇଁ ଆମକୁ ଇଚ୍ଛା ଲାଗୁଥିବ, କିନ୍ତୁ ପବିତ୍ର ଆତ୍ମା କ'ଣ କରୁଥିବେ? ଆମ ସହିତ ସେ କଥା ହେଉଥିବେ ଆଉ ସେ କ'ଣ କରୁଥିବେ? ସେ ସମସ୍ତ ଶରୀର କାର୍ଯ୍ୟ ଠାରୁ ଆମକୁ ସେ ମୁକ୍ତ କରିବେ। ପ୍ରିୟମାନେ, ପବିତ୍ର ଆତ୍ମା ସେ ମୁକ୍ତକାରୀ ଆତ୍ମା। ପବିତ୍ର ଆତ୍ମା ଆମକୁ ପ୍ରତ୍ୟେକ ପାପରୁ ବାହାର କରିବା ଶକ୍ତିଶାଳୀ ଆତ୍ମା। ଆଉ ସେଇ ପବିତ୍ର ଆତ୍ମା ଯଦି ଆମ ହୃଦୟରେ ବାସ କରୁଥିବେ, ତାହେଲେ ଶରୀର ଇଚ୍ଛାକୁ ଆମେ କେବେ ମଧ୍ୟ ଆମେ କ'ଣ କରିବୁ ନାହିଁ? ଆମେ ପୂର୍ଣ୍ଣ କରିବୁ ନାହିଁ, କି ଶରୀର ଇଚ୍ଛାରେ ଆମେ ଚାଲିବୁ ନାହିଁ। ଆମେ କାହା ଇଚ୍ଛାରେ ଚାଲିବୁ? ଆମେ ପବିତ୍ର ଆତ୍ମାଙ୍କ ଇଚ୍ଛାରେ ଚାଲିବୁ। ପ୍ରିୟମାନେ, ଆମେ ଯଦି ଖ୍ରୀଷ୍ଟଙ୍କ ସହିତ ଅଛୁ,
ଯଦି ଆମେ ଖ୍ରୀଷ୍ଟଙ୍କ ନିକଟବର୍ତ୍ତୀ ହେଉଛୁ ତାହେଲେ ଯୀଶୁ ଖ୍ରୀଷ୍ଟ ମଧ୍ୟ କ'ଣ କରୁଥିଲେ, ଜଗତରେ ଥିବା ସମୟରେ ପ୍ରତିଦିନ ସେ ପବିତ୍ର ଆତ୍ମାରେ ଚାଳିତ ହେଉଥିଲେ। ଆଉ ପବିତ୍ର ଆତ୍ମାଙ୍କ ଦ୍ୱାରା ଶାରୀରିକ ବା ଶରୀରର ଯାହା ବି ଅଭିଳାଷ ଅଛି ସବୁ ଅଭିଳାଷ କେମିତି ସେ ଶୈତାନର କାର୍ଯ୍ୟକୁ କେମିତି ସେ ପରାଜୟ କରୁଥିଲେ, ଆତ୍ମାଙ୍କ ଶକ୍ତି ଦ୍ୱାରା। ପ୍ରିୟମାନେ, ଯୀଶୁ ଖ୍ରୀଷ୍ଟ ମଧ୍ୟ ରକ୍ତ ମାଂସର ଗୋଟିଏ ବ୍ୟକ୍ତି ଥିଲେ। ଆମମାନଙ୍କୁ ଯେମିତି ଟେମ୍ପଟେସନ୍ ଅଛି, ଯୀଶୁ ଖ୍ରୀଷ୍ଟଙ୍କୁ ମଧ୍ୟ ସେଇ ପ୍ରକାର ଟେମ୍ପଟେସନ୍ ଥିଲା। ମାତ୍ର କେବେ ମଧ୍ୟ ସେ ପାପରେ ପଡ଼ିନାହାନ୍ତି। କାହିଁକି ପଡ଼ିନାହାନ୍ତି? ଯୀଶୁ ଖ୍ରୀଷ୍ଟ ରାତି ଦିନ କେମିତି ରହୁଥିଲେ? ସେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଉଥିଲେ। ଆଉ ଶରୀରର ପ୍ରତ୍ୟେକ ଅବଳିଷା ଠାରୁ କ'ଣ କରୁଥିଲେ? ସେ ଜୟ କରୁଥିଲେ ପ୍ରିୟମାନେ, ସେ ବିଜୟ ହେଉଥିଲେ। ପ୍ରିୟମାନେ, ସେଥିପାଇଁ ଆମର ଶରୀରର କାର୍ଯ୍ୟରୁ ଯଦି ଆମେ ବିଜୟ ହେବାକୁ ଚାହୁଁଛୁ ତାହେଲେ ପବିତ୍ର ଆତ୍ମାଙ୍କର ନିହାତି ଆବଶ୍ୟକ ରହିଛି। ପ୍ରିୟମାନେ, ଆସନ୍ତୁ ଆମେ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା ଆଉ ଆମେ କହିବା, ପ୍ରଭୁ, ଶରୀରର ଏଇ କାର୍ଯ୍ୟ ଦ୍ୱାରା ମୁଁ ଅନେକ କଷ୍ଟ ପାଉଛି। ମୁଁ ଆତ୍ମିକ ହୋଇପାରୁନାହିଁ, ମୁଁ ସହଭାଗିତାକୁ ଯାଇପାରୁନାହିଁ, ମୁଁ ଚର୍ଚ୍ଚକୁ ଯାଇପାରୁନାହିଁ, ନିୟମିତ ମୁଁ ତୁମ ସାନ୍ନିଧ୍ୟକୁ ଆସି ପ୍ରାର୍ଥନା କରିପାରୁନାହିଁ। ଏହି ପ୍ରକାର ଭାବରେ ମୁଁ ଜୀବନଯାପନ କରୁଛି। ଆମେ ପରମେଶ୍ୱରଙ୍କ ଠାରେ ପ୍ରାର୍ଥନା କରିବା, ସେଇ ପରମେଶ୍ୱର ତାଙ୍କର ପବିତ୍ର ଆତ୍ମା ଆମକୁ ଦେବେ। ଆଉ ସେଇ ପବିତ୍ର ଆତ୍ମା ଯେତେବେଳେ ଆମକୁ ସ୍ପର୍ଶ କରିବେ, ଆମ ହୃଦୟରେ ଥିବେ, ସେଇ ପବିତ୍ର ଆତ୍ମା ଶରୀରର ଯେତିକି ଅଭିଳାଷ ଅଛି ପ୍ରତ୍ୟେକ ଅଭିଳାଷ ଠାରୁ ମୁକ୍ତ ହେବା ପାଇଁ ପବିତ୍ର ଆତ୍ମା ଆମମାନଙ୍କୁ ସାହାଯ୍ୟ କରିବେ। ପ୍ରିୟମାନେ, ପବିତ୍ର ଆତ୍ମାଙ୍କ ଠାରେ ସେଇ ଶକ୍ତି ଅଛି। ପ୍ରିୟମାନେ, ଆମେ ଘର ଅନ୍ଧକାରରେ ପଡ଼ିଥିଲେ ମଧ୍ୟ ପବିତ୍ର ଆତ୍ମା ଯେତେବେଳେ ଆମକୁ ସ୍ପର୍ଶ କରନ୍ତି, ସେ ପାପକୁ ଆମେ ଘୃଣା କରିବାଟା ଶିଖବୁ, ସେ ପାପକୁ ଆମେ ନାଇଁ ବୋଲବାଟା ଶିଖବୁ, ସେ ପାପକୁ ଆମେ ସ୍ପର୍ଶ କରିବୁ ନାହିଁ, କି ସେ ପାପ ନିକଟକୁ ମଧ୍ୟ ଆମେ ଯିବୁ ନାହିଁ। କାହିଁକି ଯିବୁ ନାହିଁ? ପବିତ୍ର ଆତ୍ମା ଆମକୁ ଶକ୍ତି ଦେବେ, ପବିତ୍ର ଆତ୍ମା ଆମକୁ ସାହାଯ୍ୟ କରିବେ। ସେଥିପାଇଁ 13 ପଦରେ ଲେଖାଯାଇଛି, କାରଣ ଯଦି ଶାରୀରିକ ଭାବ ଅନୁସାରେ ତୁମେମାନେ ଜୀବନ ଯାପନ କର ତେବେ ଅବଶ୍ୟ ମରିବ, କିନ୍ତୁ ଯଦି ଆତ୍ମାଙ୍କ ଦ୍ୱାରା ତୁମମାନେ ଶରୀରର କର୍ମ ସବୁକୁ ବିନାଶ କର ତେବେ ଜୀବିତ ହେବ। ପ୍ରିୟମାନେ, ଆମେ ଶରୀରର କାର୍ଯ୍ୟକୁ ଆମେ କେମିତି ବିନାଶ କରିବା? ପବିତ୍ର ଆତ୍ମାଙ୍କ ସାହାଯ୍ୟରେ ହିଁ ଆମେ ବିନାଶ କରିପାରିବା। ବିନା ପବିତ୍ର ଆତ୍ମାରେ ଆମେ ଆମର ଶରୀରର କାର୍ଯ୍ୟକୁ ଆମେ ବିନାଶ କରିପାରିବା ନାହିଁ। ପ୍ରିୟମାନେ, ମଦ ପିଇବାଟା ଗୋଟେ ଶରୀରର ଅଭିଳାଷ, ଅନ୍ୟକୁ ଗାଳି କରବାଟା ଶରୀରର ଅଭିଳାଷ, ଅନ୍ୟର କ୍ଷତି କରବାଟା ଶରୀରର ଅଭିଳାଷ। ପ୍ରିୟମାନେ, ବଚସା କରବାଟା ମଧ୍ୟ ଶରୀରର ଅଭିଳାଷ, ଅନ୍ୟକୁ ଫାନ୍ଦରେ ପକାଇବାଟା ଶରୀରର ଅଭିଳାଷ। ପ୍ରିୟମାନେ, ଏ ସମସ୍ତ ବିଷୟରୁ ଯଦି ଆମେ ବିଜୟ ପାଇବାର ଅଛି, ତାହେଲେ ଯଦି ଆମେ ସେଇ ସମସ୍ତ ଶୈତାନର କାର୍ଯ୍ୟକୁ ଯଦି ବିନାଶ କରବାର ଅଛି ବୋଲି କହିଲେ, ଶରୀରର ପ୍ରତ୍ୟେକ ଖରାପ କାମକୁ ବିନାଶ କରବାର ଅଛି ବୋଲି କହିଲେ, ଆମ ସମସ୍ତଙ୍କୁ ପବିତ୍ର ଆତ୍ମାଙ୍କର ଆବଶ୍ୟକ ରହିଛି। ଆଉ ସେଇ ପବିତ୍ର ଆତ୍ମା ଯଦି ଆମ ଜୀବନରେ ଆମ ହୃଦୟରେ ବାସ କରନ୍ତି ତାହେଲେ ଶରୀରର ପ୍ରତ୍ୟେକ ଅଭିଳାଷକୁ, ଶରୀରର ପ୍ରତ୍ୟେକ ଇଚ୍ଛାକୁ ଆମେ କ'ଣ କରିପାରିବୁ? ପବିତ୍ର ଆତ୍ମାଙ୍କ ଦ୍ୱାରା ଆମେ ବିନାଶ କରିବୁ। ପ୍ରିୟମାନେ, ସେଇ ପବିତ୍ର ଆତ୍ମାଙ୍କ ଶକ୍ତି ଦ୍ୱାରା ଆମେ ଆମର ଶରୀରରେ ହେଉଥିବା ପ୍ରତ୍ୟେକ କାର୍ଯ୍ୟରୁ ଆମେ କ'ଣ ହେଇଯିବୁ? ଆମେ ମୁକ୍ତ ହେଇଯିବୁ। ପ୍ରଭୁଙ୍କର ସ୍ତୁତି ହେଉ, ପ୍ରଭୁଙ୍କର ଗୌରବ ହେଉ। ପ୍ରିୟମାନେ, ଆସନ୍ତୁ ଆମେ ଆଉ ଗୋଟେ ପଦ ପଢ଼ିବା। ଯେଣୁ ଯେତେ ଲୋକ ଈଶ୍ୱରଙ୍କ ଆତ୍ମାଙ୍କ ଦ୍ୱାରା ଚାଳିତ ହୁଅନ୍ତି ସେମାନେ ଈଶ୍ୱରଙ୍କର ସନ୍ତାନ। ପ୍ରିୟମାନେ, ପବିତ୍ର ଆତ୍ମାଙ୍କ ଦ୍ୱାରା ଯେଉଁମାନେ ଚାଳିତ ହୁଅନ୍ତି, ପବିତ୍ର ଆତ୍ମାଙ୍କ ଦ୍ୱାରା ଯେଉଁମାନେ ପ୍ରାର୍ଥନା କରନ୍ତି, ପବିତ୍ର ଆତ୍ମାଙ୍କ ଦ୍ୱାରା ଯେଉଁମାନେ ବାକ୍ୟ କହନ୍ତି, ପବିତ୍ର ଆତ୍ମାଙ୍କ ଦ୍ୱାରା ଯେତେବେଳେ ସେମାନେ ସହଭାଗିତାକୁ ଆସନ୍ତି, ପ୍ରିୟମାନେ, ଏ ସମସ୍ତେ କାହାର ସନ୍ତାନ? ପରମେଶ୍ୱରଙ୍କର ସନ୍ତାନ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପରିବାରର ଲୋକମାନେ ଅଟନ୍ତି। ପ୍ରିୟମାନେ, ଆତ୍ମାରେ ପୂର୍ଣ୍ଣ ହେବା ନିହାତି ଆବଶ୍ୟକ ରହିଛି। ଯେତେବେଳେ ଆମେ ଆତ୍ମାରେ ପୂର୍ଣ୍ଣ ହେଉଛୁ ସେତେବେଳେ ଆମେ କାହାର ସନ୍ତାନ? ଆମେ ପରମେଶ୍ୱରଙ୍କ ସନ୍ତାନ। ପ୍ରିୟମାନେ, ଆତ୍ମାରେ ପୂର୍ଣ୍ଣ ହୋଇଥିବା ବ୍ୟକ୍ତି ଶୈତାନର ସନ୍ତାନ କେବେ ମଧ୍ୟ ହେଇପାରିବେ ନାହିଁ। ଯେଉଁମାନେ କ୍ଷତି କରୁଥିବେ ସେଇମାନେ ଶୈତାନର ସନ୍ତାନ, ଯେଉଁମାନେ ବ୍ୟଭିଚାର କରୁଥିବେ ସେମାନେ ଶୈତାନର ସନ୍ତାନ। ଆଉ ଯେଉଁମାନେ କ'ଣ କରୁଥିବେ? ଲୋକର ବିଷୟ ନେଇକିନା ଚର୍ଚ୍ଚା କରୁଥିବେ ସେମାନେ କାହାର ସନ୍ତାନ? ଶୈତାନର ସନ୍ତାନ। ଆଉ ଆତ୍ମାରେ ପୂର୍ଣ୍ଣ ହୋଇଥିବା ବ୍ୟକ୍ତି ଏ କାମ କରନ୍ତି ନାହିଁ। ଆତ୍ମାରେ ପୂର୍ଣ୍ଣ ହୋଇଥିବା ବ୍ୟକ୍ତି କ'ଣ କରନ୍ତି? ବାଇବଲର କଥା କୁହନ୍ତି। ଆତ୍ମାରେ ପୂର୍ଣ୍ଣ ହୋଇଥିବା ଲୋକ କ'ଣ କରନ୍ତି? ଲୋକମାନଙ୍କୁ ସବୁ ପ୍ରକାର ପାପରୁ ମୁକ୍ତ ହେବା ପାଇଁ ସେମାନଙ୍କୁ ଶିକ୍ଷା ଦିଅନ୍ତି। ଆଉ ଆତ୍ମାରେ ପୂର୍ଣ୍ଣ ହୋଇଥିବା ବ୍ୟକ୍ତିମାନେ ପ୍ରତ୍ୟେକଟି ସମୟରେ ପ୍ରାର୍ଥନା କରିବାକୁ ଇଚ୍ଛା କରନ୍ତି, ପ୍ରଭୁଙ୍କର ନିକଟବର୍ତ୍ତୀ ହେବାକୁ କ'ଣ କରନ୍ତି? ଏମାନେ କ'ଣ କରନ୍ତି? ଏମାନେ ଶିଖନ୍ତି। ପ୍ରିୟମାନେ, ପବିତ୍ର ଆତ୍ମା ଆମକୁ କେବେ ମଧ୍ୟ କୌଣସି ପ୍ରକାର ପାପରେ ପଡ଼ବା ପାଇଁ ସେ ଦେବେ ନାହିଁ। ଯେତେବେଳେ ମଧ୍ୟ ଆମେ ଶରୀର ଇଚ୍ଛାରେ ଆମେ ପଡ଼ବାକୁ ଯାଉଥିବୁ ସେତେବେଳେ ପବିତ୍ର ଆତ୍ମା କ'ଣ କରିବେ? ତାଙ୍କର ଶକ୍ତି ଏବଂ ସାହାଯ୍ୟ ଦ୍ୱାରା ସେ ପାପଠାରୁ ଆମକୁ ଟାଣିକି ନେଇ ଆଇବେ। ପ୍ରିୟମାନେ, ଆମେ ଦେଖୁଛୁ ଯୋସେଫ ମଧ୍ୟ ଗୋଟେ ଯୁବା ବ୍ୟକ୍ତି ଥିଲେ, ଆଉ ତାଙ୍କର ପାଖରେ ଗୋଟେ ସୁନ୍ଦର ସ୍ତ୍ରୀ ଲୋକ ମଧ୍ୟ ଥିଲା। ମାତ୍ର
जोसेफ कौन कले पवित्र आत्मार पूर्ण होकिना से रोथिले सेतिपाई तांकर स्त्रींकर से सौंदर्यता से पसंद कले नहीं परमेश्वरंकर उपस्थिति को से पसंद कले आउ जेतेबेले से स्त्री बाध्य करूची सेतेबेले जोसेफ कौन करूचंती आत्मार पूर्ण होकिना कहउचंती मोर परमेश्वरंक सम्मुखरे एते बड़ पाप मु करि पारबि नै बोली कौन करूचंती पाप को छाड़ी किना से धाई किना पलाउचंती प्रिय माने पवित्र आत्मारे पूर्ण होइतिबा व्यक्ति माने आ परमेश्वरंकर संतान माने केबे मध्य पाप करबाक से इच्छा करंती नै आउ जदि भी से माने शारीरिक भाव अनुसार पाप करबाक इच्छा करंती तथापि पवित्र आत्मा जदि तांको हृदय अछंती पवित्र आत्मा केबे मध्य से मानको पापरे पड़बाक देबे नै प्रिय माने एटा होची पवित्र आत्मांकर ग्यारंटी पवित्र आत्मांकर शक्ति पवित्र आत्मांकर साहाय्य सेतिपाई शरीरर प्रत्येक अभिलाष को शरीर समस्त कामना को जदि विनाश करबा पे आमे चाहूछु जदि इच्छा करूछु तेबे पवित्र आत्मा आमर हृदय रे थिबा निहाती आवश्यक रहिछि प्रिय माने से पवित्र आत्मांक द्वारा ही आमे शरीरर प्रत्येक कार्य को विनाश करि पारबा बिना पवित्र आत्मा रे आमे से समस्त विषय रे आमे मुक्त होई पारबा नै प्रिय माने प्रभु जीशु ख्रीष्ट मध्य झील मान को देखुथिले प्रभु जीशु ख्रीष्ट मध्य विभिन्न स्थान को जाउथिले विभिन्न प्रकार विषय से देखुथिले मात्र से केंती मुक्त होतिले प्रत्येकटी समय से पवित्र आत्मा रे पूर्ण होइकिना थिले सेतिपाई कोनोसी पाप मध्य प्रभु जीशु को कोन करि पारला नै स्पर्श करि पारला नै आ प्रभु जीशु मध्य सब पाप रो केंती हेले से विजय हेले केंती विजय हेले पवित्र आत्मा को शक्ति द्वारा पवित्र आत्मा को साहाय्य द्वारा से कोन कले प्रत्येक पाप ठार से विजय हेले प्रिय माने आमे मध्य सेही पवित्र आत्मा को आमे कौन करवार छी मोबाइल को हमें जमते हृदय रखीचु पवित्र आत्मा को आमे मोबाइल को काढ़ी फिंगी दे पवित्र आत्मा को हमर हृदय रखबार छी प्रिय माने मोबाइल हमको उत्तम विषय सिखाइबो नै उत्तम विषय के सिखाइबे पवित्र आत्मा सिखाइबे सेतिपाई प्रत्येक व्यक्ति पवित्र आत्मा मोर हृदय रे थाउंतु बोली आमे प्रार्थना करिबा निहाती आवश्यक रहिछि प्रिय माने जदि आमे प्रभु को सहित चलबा को चाहूछु जदि आमे सब समय सहभागिता रहिबा को चाहूछु जदि सब समय आमे प्रार्थना करिबा को चाहूछु ताहेले प्रिय माने आमानकर हृदय रे पवित्र आत्मांकर आवश्यक रहिछि आ सेही पवित्र आत्मा जेते बेले आम हृदय रे वास करिवे से सब उत्तम विषय आमान को सिखाइबे प्रिय माने सेतिपाई प्रभुंकर गौरव हो प्रभुंकर स्तुति हो सेतिपाई आमे 14 पदर जको जेनु जेते लोक ईश्वरक आत्मांक द्वारा चालित हंती से माने ईश्वरंकर संतान प्रिय माने आमे जेते जन मध्य आमर प्रभु को आमे विश्वास करूछु आमर प्रभु को आमे प्रेम करूछु आमर परमेश्वर को आमे कहबा परमेश्वर तुमर पवित्र आत्मा मते दियो आ सेही पवित्र आत्मा जेते बेले आम हृदय को आसीबे आमे केंती चालित हेबु पवित्र आत्मा को ज्ञान द्वारा आमे चालित हेबु आउ आमे जगतर ज्ञान रे पढ़बु नै प्रिय माने जगतर ज्ञान जेते बेले लोक मान कहंती सेते बेले आमे कोन करबु जगतर ज्ञान को आमे घृणा करबु आउ पवित्र आत्मा द्वारा चालित होगा निहाती आवश्यक रही आउ जेते बेले आमे पवित्र आत्मा द्वारा चालित होइकिना काम कार्य करथुबु सेते बेले आमे कार संतान हेबु आमे परमेश्वरंकर संतान हेबु प्रिय माने आमे आउ जगतर संतान हेबु नै कि शैतानर संतान हेबु नै डायरेक्ट आमे कार संतान आमे परमेश्वरंकर संतान तो परमेश्वरंकर संतान माने केबे मध्य पाप करबा इच्छा करंती नै केबे अन्याय करबा को इच्छा करंती नै केबे बर्बाद करबा मध्य से माने इच्छा करंती नै सब समय कोन करंती पवित्र आत्मा द्वारा चालित होई उत्तम कार्य करबा पई से माने इच्छा करंती जाकि प्रभु जीशु ख्रीष्टंकर जीवन शैली को से कोन करंती निज हृदय को आनिबा पई से माने प्रस्तुत होंती प्रिय माने आसंतु आमे मध्य सेही प्रकार इच्छा करबा सेही प्रकार भाबरे आमे प्रभु को निकटवर्ती हेबा आउ आमर परमेश्वर जेते बेले आमे चेष्टा करबा से समस्त विषय सफल करबा पई पवित्र आत्मा आमान को सहायता करिवे प्रिय माने आमान को सहायता करबा पई पवित्र आत्मा को से कोन करछंती आमान को जागा को से पठाइछंती से जगत रे एबे मध्य पवित्र आत्मा आमान को सहित अछंती जेते बेले आमे इच्छा करबा ए स्थान रे मुक्त हेबा को चाहूछी आमर पवित्र आत्मा कोन करबे हमको स्पर्श करबे आ शक्ति दे प्रत्येक पाप ठार मुक्त हेबा को आमान को सहायता करबे प्रिय भाई एवं भौणी माने आसंतु आमे आउ गोटे पद पढिबा आ आमे उत्साहित हेबा आमे 15 पद पढिबा कारण तुमे माने पुनर्बार भय करबा निमंते दासत्वर आत्मा पाइना प्रिय माने आमे दासत्वर आत्मा पाइनो आमे कार आत्मा पाइछु परमेश्वरंकर पवित्र आत्मा आमे पाइछु सेतिपाई आउ थरे आमे दासत्व को जीवा नै प्रिय माने जेते बेले आमे पाप करछु सेते बेले आमे कार दास होछु आमे शैतान रो दास होछु आ जेते बेले पाप को आमे नाइ बोली कहछु सेते बेले आमे कार दास होछु आमे परमेश्वरंकर दास होछु प्रिय माने आमे जेते बेले परित्राण पाइ नथिलु परमेश्वरंकर सहित आमे चालू नथिलु सेते बेले शैतान कोन करथिला तारो दास करी हमको रखिथिला प्रिय माने तार से आत्मा द्वारा कौन करथिला हमको जगतर अनेक पाप आड़ को से कौन करथिला नेउथिला से जोटा कहउथिला हमें सेही पाप करूथिलु
ଆଜି ପୁଡ଼ିଆ ଖାରେ ବୋଲେ ପୁଡ଼ିଆ ଖାଉଥିଲୁ, ଆରେ ମଦ ପିଇରେ ବୋଲେ ମଦ ପିଇ ଦେଉଥିଲୁ, ଆମେ ଅନ୍ୟକୁ ଗାଳି କର ବୋଲେ ଗାଳି କରିଦେଉଥିଲୁ, ଅନ୍ୟର ଅନ୍ୟାୟ କର ବୋଲେ ଅନ୍ୟାୟ କରିଦେଉଥିଲୁ, ଚୋରି କର ବୋଲେ ଚୋରି କରୁଥିଲୁ। ସେତେବେଳେ କାହାର ଦାସ ଥିଲୁ? ଆମେ ଶୈତାନର ଦାସ ଥିଲୁ। ଶୈତାନ ଯୋଉଟା କହୁଥିଲା ସେଇଟା ଆମେ ମାନେ କରୁଥିଲୁ। ମାତ୍ର ଯେତେବେଳେ ଆମେ ପ୍ରଭୁଙ୍କୁ ବିଶ୍ୱାସ କଲୁ, ସେତେବେଳେ ପରମେଶ୍ୱର କ'ଣ କଲେ? ଶୈତାନର ଦାସତ୍ୱରୁ ବାହାର କରି ଆମକୁ କ'ଣ କଲେ? ତାଙ୍କର ଦାସ କଲେ, ତାଙ୍କର ସନ୍ତାନ କଲେ, ତାଙ୍କର ଲୋକ କଲେ। ସେଥିପାଇଁ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆମେ ଆଉ ଥରେ ଭୟ କରିବାର ଆତ୍ମା ଆମେ ପାଇନାହୁଁ। ଆମେ କୁ ଆତ୍ମା ପାଇଛୁ? ଶକ୍ତିଶାଳୀ ଆତ୍ମା ପାଇଛୁ। ଆଉ ସେଇ ଶକ୍ତିଶାଳୀ ଆତ୍ମା କ'ଣ? ପବିତ୍ର ଆତ୍ମା। ପ୍ରିୟମାନେ, ସେଇ ଆତ୍ମା ଯଦି ଆମ ହୃଦୟରେ ଥାନ୍ତି, ହଜାର ଲୋକ ଥିଲେ ମଧ୍ୟ କି କୋଟି ଲୋକ ଥିଲେ ମଧ୍ୟ ଆମେ କ'ଣ କରବୁ? ପରମେଶ୍ୱରଙ୍କର ସତ୍ୟତା କହିବା ପାଇଁ ଆମେ ପଛଘୁଞ୍ଚା ହେବୁ ନାହିଁ। ସେଇ ପବିତ୍ର ଆତ୍ମା ଆମକୁ କ'ଣ କରିବେ? ଶକ୍ତି ଦେବେ ପ୍ରିୟମାନେ। ସେଥିପାଇଁ ଶରୀରର ପ୍ରତ୍ୟେକ ଅଭିଳାଷ ଠାରୁ ଆମେ ମୁକ୍ତ ହେବା ପାଇଁ, ଶରୀରର ପ୍ରତ୍ୟେକ କାର୍ଯ୍ୟକୁ ବିନାଶ କରିବା ପାଇଁ ଆପଣଙ୍କୁ ଆଉ ମୋତେ କ'ଣ ଆବଶ୍ୟକ ରହିଛି? ପବିତ୍ର ଆତ୍ମା ନିହାତି ଆବଶ୍ୟକ ରହିଛି। ଆଉ ସେଇ ପବିତ୍ର ଆତ୍ମା ହିଁ ଏ ସମସ୍ତ ବିଷୟକୁ ବିନାଶ କରିବା ପାଇଁ ଆମକୁ କ'ଣ କରିବେ? ସେ ସାହାଯ୍ୟ କରିବେ। ସେଥିପାଇଁ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆମେ 15 ପଦ ପଢ଼ୁଛୁ, କାରଣ ତୁମେମାନେ ପୁନର୍ବାର ଭୟ କରିବା ନିମନ୍ତେ ଦାସତ୍ୱର ଆତ୍ମା ପାଇନାହ, କିନ୍ତୁ ପୁତ୍ରତ୍ୱର ଆତ୍ମା ପାଇଅଛ, ତଦ୍ୱାରା ଆମେମାନେ ଆବ ପିତା ବୋଲି କହିଥାଉ। ପ୍ରିୟମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପିତା ପରମେଶ୍ୱର ଯେଉଁ ଆତ୍ମା ଦେଇଥିଲେ, ସେଇ ଆତ୍ମା ଆମେ ପାଇଛୁ। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମଧ୍ୟ ଜଗତର ଥିଲା ସମୟରେ କ'ଣ କରୁଥିଲେ? ସେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ସାହସର ସହିତ ଲୋକମାନଙ୍କୁ ସେ ସାମ୍ନା କରୁଥିଲେ। ଏକଲା, ପ୍ରିୟମାନେ, ଜଗତରେ ଏକଲା କ'ଣ କଲେ? ସମସ୍ତ ବିଷୟକୁ ସେ ସାମ୍ନା କଲେ। ଶୈତାନର ପ୍ରତ୍ୟେକ ପ୍ରଲୋଭନକୁ କ'ଣ କଲେ? ଏକଲା ଯୀଶୁ ସାମ୍ନା କଲେ। କେମିତି ସାମ୍ନା କଲେ ପ୍ରିୟମାନେ? ଆତ୍ମାରେ ପୂର୍ଣ୍ଣ ହେଇକିନା ସାମ୍ନା କଲେ। ସେଥିପାଇଁ ପ୍ରତ୍ୟେକ ବିଷୟରେ ସେ କେମିତି ହେଉଥିଲେ? ଜୟଲାଭ କରୁଥିଲେ। ପ୍ରିୟମାନେ, ପବିତ୍ର ଆତ୍ମା ଯଦି ଆମର ପାଖରେ ଅଛନ୍ତି, ତାହେଲେ ଆମେ କୋଉଠି ଗଲେ ମଧ୍ୟ ଆମେ ଡରବୁ ନାହିଁ। ଆମେ କେମିତି ଥିବୁ? ଆମର ଛାତିକୁ ଫୁଲାଇକିନା ଥିବୁ, ଆମର ଛାତିକୁ ଚଉଡ଼ା କରିକିନା ଥିବୁ। ପ୍ରିୟମାନେ, ଯୀଶୁ ଖ୍ରୀଷ୍ଟ ମଧ୍ୟ ଜଗତରେ ଥିବା ସମୟରେ ଏକଲା ଥିଲେ, ମାତ୍ର କେମିତି ଥିଲେ? ସେ ସିଂହ ଭଳିଆ ଥିଲେ। କାହାକୁ ମଧ୍ୟ ସେ ଡରୁ ନଥିଲେ। ପ୍ରିୟମାନେ, ସେ ନ୍ୟାୟର କଥା କହୁଥିଲେ, ସେଥିପାଇଁ ସେ କାହାକୁ ଡରୁ ନଥିଲେ। ସେ ସବୁ ସମୟରେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଉଥିଲେ, ସେଥିପାଇଁ ସେ କାହାକୁ ମଧ୍ୟ ଡରୁ ନଥିଲେ। ପ୍ରିୟମାନେ, ଆମେ ଜାଗତିକ ଆତ୍ମା ପାଇନୁ କି ଶୈତାନର ଆତ୍ମା ଆମେ ପାଇନୁ। ଆମେ କାହାର ଆତ୍ମା ପାଇଛୁ? ପୁତ୍ରତ୍ୱର ଆତ୍ମା। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେଉଁ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଉତ୍ତମ କାର୍ଯ୍ୟ କରୁଥିଲେ, ସେଇ ଆତ୍ମା ଆମେ ପାଇଛୁ। ସେଥିପାଇଁ ଆମେ ଡରବାର କୌଣସି ଆବଶ୍ୟକ ନାହିଁ। ଯେଉଁ ସ୍ଥାନରେ ଗଲେ ମଧ୍ୟ ଆମର ପରମେଶ୍ୱରଙ୍କର ଗୌରବ କରିବା ପାଇଁ, ତାଙ୍କର ସତ୍ୟତା କହିବା ପାଇଁ ଆମେ ଛାତିକୁ ଚଉଡ଼ା କରି କେମିତି ଥିବାର ଅଛି? ଆମେ ସାହସର ସହିତ ଥିବାର ଅଛି। ଆଉ ଯେତେବେଳେ ଆମେ ସାହସର ସହିତ ଛିଡ଼ା ହେବୁ, ପବିତ୍ର ଆତ୍ମା ମଧ୍ୟ ଆମକୁ କ'ଣ କରିବେ? ଶକ୍ତି ପ୍ରଦାନ କରିବେ। ଆଉ ସେଇ ପବିତ୍ର ଆତ୍ମାଙ୍କର ଶକ୍ତି ଦ୍ୱାରା ଆମେ କ'ଣ କରବୁ? ପରମେଶ୍ୱରଙ୍କର ସତ୍ୟତାକୁ ଆମେ ସମସ୍ତଙ୍କର ଆଗରେ କରୁ। ପ୍ରିୟମାନେ, ଗୋଟେ ଦିନ ଥିଲା, ପିତର କେମିତି? ମୁଁ ଯୀଶୁଙ୍କୁ ଜାଣି ନାହିଁ। ସେ ରାଣ ପକାଇକିନା କହିଲେ, ତୁମେ କ'ଣ କହୁଛ ଭଉଣୀ? ଯୀଶୁଙ୍କୁ ମୁଁ ଜାଣି ନାହିଁ କି ଯୀଶୁଙ୍କର ପାଖରେ ମିଶା ମୁଁ ନାହିଁ, ଏମିତି ମିଛ କଥା ସେ କହିଲେ। କେତେବେଳେ? ସେତେବେଳେ ସେ ଡରୁଥିଲେ। ତାଙ୍କର ପାଖରେ ସେତେବେଳେ ପବିତ୍ର ଆତ୍ମା ନଥିଲା। ମାତ୍ର ଯେତେବେଳେ ସେ ପବିତ୍ର ଆତ୍ମା ପାଉଛନ୍ତି, ଶହ ଶହ ଲୋକଙ୍କର ଆଗରେ କହୁଛନ୍ତି। କାହାର ସାକ୍ଷୀ ହେଉଛନ୍ତି? ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସାକ୍ଷୀ ହେଇକିନା ସେ କହୁଛନ୍ତି, ନାଜରିତୀୟ ଯୀଶୁଙ୍କୁ ତୁମେ ହତ୍ୟା କଲ ବୋଲି ସେ କହୁଛନ୍ତି। ପ୍ରିୟମାନେ, ଏଇଟା କେତେବେଳେ କହିହେବ? ଯେତେବେଳେ ପବିତ୍ର ଆତ୍ମା ଆମ ଜୀବନରେ ଥିବେ, ପବିତ୍ର ଆତ୍ମା ଆମ ଭିତରେ ଥିବେ, ସେତେବେଳେ ସେ ଯୀଶୁଙ୍କର ସାକ୍ଷୀ ହେବା ପାଇଁ ସେ ଆମକୁ ଶକ୍ତି ଦେବେ। ପ୍ରିୟମାନେ, ସେଥିପାଇଁ ଆମେ ଆମେ କ'ଣ ଆତ୍ମା? ଭୀରୁ ଆତ୍ମା ପାଇନୁ। ଆମେ କାହାର ଆତ୍ମା ପାଇଛୁ? ପୁତ୍ରତ୍ୱ ଆତ୍ମା ପାଇଛୁ। ଆଉ ସେଇ ପୁତ୍ରତ୍ୱ ଆତ୍ମା ହେଉଛନ୍ତି ପବିତ୍ର ଆତ୍ମା। ପ୍ରିୟମାନେ, ସେଇ ପବିତ୍ର ଆତ୍ମା କୌଣସି ସ୍ଥାନରେ ଗଲେ ମଧ୍ୟ ଆମକୁ ଡରବା ପାଇଁ ସେ ଦେବେ ନାହିଁ, କି ଆମେ ମଧ୍ୟ ଡରବୁ ନାହିଁ। କାହିଁକି ଡରବୁ ନାହିଁ? ପବିତ୍ର ଆତ୍ମା ଆମକୁ ଶକ୍ତି ଦେବେ। ସେଥିପାଇଁ ସେ କହୁଛନ୍ତି, କାରଣ ତୁମେମାନେ ପୁନର୍ବାର ଭୟ କରିବା ନିମନ୍ତେ ଦାସତ୍ୱର ଆତ୍ମା ପାଇନାହ, କିନ୍ତୁ ପୁତ୍ରତ୍ୱର ଆତ୍ମା ପାଇଅଛ, ତଦ୍ୱାରା ଆମେମାନେ ଆବା ପିତା ବୋଲି ଡାକିଥାଉ। ପିତା ପରମେଶ୍ୱରକୁ ଆମେ କ'ଣ ଡାକିଥାଉ? ଆବା ପିତା ବୋଲି କରି ଆମେ ଡାକିଥାଉ। ଯୀଶୁ ଖ୍ରୀଷ୍ଟ ଯେମିତି ତାଙ୍କର ପିତାଙ୍କୁ ସେ ଡାକୁଥିଲେ ଆଉ କଥା ହେଉଥିଲେ ଆତ୍ମାଙ୍କ ଦ୍ୱାରା, ଆମେ ମଧ୍ୟ ସେଇ ସମୟରେ କ'ଣ କରୁଛୁ? ଆମେ ସେ ଆତ୍ମାଙ୍କର ଶକ୍ତି ଦ୍ୱାରା ବାପା ବୋଲି କରି ଡାକୁଛୁ। ପ୍ରିୟମାନେ, ଏଇ ଜଗତରେ ଅନେକ ପ୍ରକାର ଧର୍ମ ଲୋକ ଅଛନ୍ତି, ମାତ୍ର ସେମାନଙ୍କର ବାପା ନାହିଁ। ମାତ୍ର ଖ୍ରୀଷ୍ଟିଆନ ମାନଙ୍କର ଜଣେ ବାପା କୋଉଠି ଅଛନ୍ତି? ସେ ସ୍ୱର୍ଗରେ ଅଛନ୍ତି। ପ୍ରିୟମାନେ, ସେ ଅଯୋଧ୍ୟାରେ ନାହାନ୍ତି, କି ସେ ଉତ୍ତରପ୍ରଦେଶରେ ନାହାନ୍ତି। ପ୍ରିୟମାନେ, ସେ କୋଉଠି ଅଛନ୍ତି? ସ୍ୱର୍ଗରେ ଅଛନ୍ତି। ସ୍ୱର୍ଗରେ ଗୋଟେ ବାପା ଆମର ଅଛନ୍ତି। ଆମର ଭରସା ଅଛି ପ୍ରତ୍ୟେକ ପ୍ରଲୋଭନରୁ ଆମର ବାପା ମୁକ୍ତ କରିବେ ବୋଲି ଆମେ କେମିତି ରହୁଛୁ? ଆମେ ଭରସାର ସହିତ ରହୁଛୁ। ଆଉ ସେଇ ବାପା କୋଉଠି ଅଛନ୍ତି? ସ୍ୱର୍ଗରେ ଅଛନ୍ତି। ଆଉ ସେଇ ବାପା ଆମକୁ କ'ଣ ଦେଇଛନ୍ତି? ଶକ୍ତିଶାଳୀ ପବିତ୍ର ଆତ୍ମା ଦେଇଛନ୍ତି। ଯେକୌଣସି ପାପରେ ପଡ଼ିଥିଲେ ମଧ୍ୟ ପବିତ୍ର ଆତ୍ମା ଯଦି ଆମ ସହିତ ଅଛନ୍ତି, ସେ କ'ଣ କରିବେ? ପ୍ରତ୍ୟେକ ପାପରୁ ଆମକୁ ମୁକ୍ତ କରି ପରମେଶ୍ୱରଙ୍କ ସହିତ ମିଶିବା ପାଇଁ ସେ ଆମମାନଙ୍କୁ ସାହାଯ୍ୟ କରିବେ। ପ୍ରଭୁଙ୍କର ସ୍ତୁତି ହଉ, ପ୍ରଭୁଙ୍କର ଗୌରବ ହଉ। ପ୍ରିୟମାନେ, ଆସନ୍ତୁ ଆମେ ଆଉ ଗୋଟେ ପଦ ଆମେ ପଢ଼ିବା, ଯାହା ଲେଖା ଅଛି ଗାଲାତୀୟ ପୁସ୍ତକ 5 ପର୍ବ
ପାଞ୍ଚ ପର୍ବ ତାର 16 ପଦ ଆମେ ପଢ଼ିବା। ମୋହର ଭାବ ଏହି ଆମ୍ଭମାନଙ୍କର ଦ୍ୱାରା ମୋହର ଭାବ ଏହି ଆତ୍ମାଙ୍କ ଦ୍ୱାରା ଆଚରଣ କର, ତାହେଲେ ତୁମେମାନେ ଶରୀର ଅଭିଳାଷ ପୂର୍ଣ୍ଣ କରିବ ନାହିଁ। ପ୍ରିୟମାନେ, ଯଦି ଆମେ ଆତ୍ମାଙ୍କ ଦ୍ୱାରା ଆମେ ଚାଳିତ ହେବା, ଏ ସ୍ଥାନରେ ଲେଖାଯାଇଛି ମୋହର ଭାବ ଏହି ଆତ୍ମାଙ୍କ ଦ୍ୱାରା ଆଚରଣ କର। ପ୍ରିୟ ଭାଇ ଏବଂ ଭଉଣୀମାନେ, ଆମେ ଯେତିକି ଜଣ ମଧ୍ୟ ପ୍ରଭୁଙ୍କୁ ଆମେ ବିଶ୍ୱାସ କରୁଛୁ, ଆମେ କ'ଣ କରବାର ଅଛି? ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପରି ଆଚରଣ କରବାର ଅଛି। ତାଙ୍କର ପରି ସ୍ୱଭାବ ଆମର ଜୀବନରେ ଥିବାର ଅଛି। କେମିତି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ସ୍ୱଭାବ କେମିତି ଭଲ ଥିଲା? ପ୍ରିୟମାନେ, ସେ ସବୁ ସମୟରେ ଆତ୍ମାରେ ପୂର୍ଣ୍ଣ ହେଉଥିଲେ ଆଉ ଆତ୍ମାଙ୍କର ସ୍ୱଭାବରେ ସେ ଚାଲୁଥିଲେ। ପ୍ରିୟମାନେ, ଆଜି ଆମେ କାହା ସ୍ୱଭାବରେ ଚାଲୁଛୁ? ପ୍ରିୟମାନେ, ଲୋକକୁ ଗାଳି କରବାଟା ଏଟା ଆତ୍ମାଙ୍କର ସ୍ୱଭାବ ନା ଶୈତାନର ସ୍ୱଭାବ? ଜଣେ ଲୋକର କ୍ଷତି କରବାଟା ଏଟା ଆତ୍ମାଙ୍କର ସ୍ୱଭାବ ନା ଶୈତାନର ସ୍ୱଭାବ? ଯେତେବେଳେ ମଧ୍ୟ ଆମେ ଶରୀର ଇଚ୍ଛାକୁ ପୁରା କରୁଛୁ, ସେତେବେଳେ ଆମେ କାହାର ସ୍ୱଭାବରେ ଚାଲୁଛୁ? ଆମେ ଶୈତାନର ସ୍ୱଭାବରେ ଚାଲୁଛୁ। ଆଉ ଯେତେବେଳେ ଆମର ଶରୀର ଇଚ୍ଛାରେ ଆମେ ଯେତେବେଳେ ଚାଲୁନୁ, ସେତେବେଳେ ଆମେ କାହାର ଇଚ୍ଛାରେ ଚାଲୁଛୁ? ଆମେ ଆତ୍ମାଙ୍କର ଇଚ୍ଛାରେ ଚାଲୁଛୁ। ପ୍ରିୟମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ପ୍ରତିଦିନ ପ୍ରତ୍ୟେକଟି ମୁହୂର୍ତ୍ତରେ ସେ ପବିତ୍ର ଆତ୍ମାଙ୍କର ଇଚ୍ଛାରେ ସେ ଚାଲୁଥିଲେ। ପବିତ୍ର ଆତ୍ମା ତାଙ୍କୁ ଯୋଉଟା କହୁଥିଲେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଜଗତରେ ସେଇଟା କରୁଥିଲେ। ପ୍ରିୟମାନେ, ସେଥିପାଇଁ ଆମେ ଏହି ସ୍ଥାନରେ ଆମେ କ'ଣ କରବାର ଅଛି? ଆତ୍ମାଙ୍କର ଦ୍ୱାରା ଆମେ କ'ଣ କରବାର ଅଛି? ଆମର ଆଚରଣ ହେବାର ଅଛି। ପ୍ରିୟମାନେ, ଯୀଶୁ ଖ୍ରୀଷ୍ଟଙ୍କ ପରି ସ୍ୱଭାବ, ଯୀଶୁ ଖ୍ରୀଷ୍ଟଙ୍କ ପରି ଆଚରଣ, ଯୀଶୁ ଖ୍ରୀଷ୍ଟଙ୍କ ପରି ଜୀବନଶୈଳୀ କ'ଣ କରବାର ଅଛି? ଆମର ଜୀବନକୁ ଆଣିବା ପାଇଁ ଆମେ ପରିଶ୍ରମ କରବାର ଅଛି। ଆଉ ଯେତେବେଳେ ଆମେ ପରିଶ୍ରମ କରିବା ଆଉ ଆମେ ଇଚ୍ଛା କରିବା, ସେତେବେଳେ ଆମର ପରମେଶ୍ୱର କ'ଣ କରନ୍ତି? ସେଇ ପ୍ରକାର ଜୀବନ କାଟବାକୁ ସେ ଆମମାନଙ୍କୁ ସାହାଯ୍ୟ କରନ୍ତି। ଆଉ କେତେବେଳେ ଆମେ ସେମିତି ଜୀବନ କାଟବୁ? ଯେତେବେଳେ ପବିତ୍ର ଆତ୍ମା ଆମମାନଙ୍କର ହୃଦୟରେ ବାସ କରିବେ, ଯେତେବେଳେ ପବିତ୍ର ଆତ୍ମା ଆମକୁ ସ୍ପର୍ଶ କରିବେ, ସେତେବେଳେ ହିଁ ଆମେ କ'ଣ କରିପାରିବୁ? ଆମେ ଆତ୍ମାଙ୍କ ଦ୍ୱାରା ଚାଳିତ ହେଇ ଆମେ ଉତ୍ତମ କାର୍ଯ୍ୟ ଆମେ କରିପାରିବୁ। ସେଥିପାଇଁ 16 ପଦରେ ଆମେ ପଢ଼ୁଛୁ, ମୋହର ଭାବ ଏହି ଆତ୍ମାଙ୍କ ଦ୍ୱାରା ଆଚରଣ କର, ତାହେଲେ ତୁମେମାନେ ଶରୀର ଅଭିଳାଷ ପୂର୍ଣ୍ଣ କରିବ ନାହିଁ। ଆତ୍ମାଙ୍କ ଦ୍ୱାରା ଆମେ ଯେତେବେଳେ ଚାଳିତ ହେବା, ଆତ୍ମାଙ୍କ ଦ୍ୱାରା ଆତ୍ମାଙ୍କର ସ୍ୱଭାବ ଅନୁସାରେ କାର୍ଯ୍ୟ କରିବା, ଆତ୍ମାଙ୍କର ଇଚ୍ଛା ଅନୁସାରେ ଯେତେବେଳେ ଆମେ ଆଚରଣ କରିବା, ସେତେବେଳେ ଆମେ କ'ଣ କରିପାରିବା ନାହିଁ? ଆମର ଶରୀରର ଇଚ୍ଛାକୁ ଆମେ ପୂର୍ଣ୍ଣ କରିପାରିବା ନାହିଁ। କେତେବେଳେ? ଆମେ ପବିତ୍ର ଆତ୍ମାଙ୍କ ସହିତ ଚାଲିଲେ, ପବିତ୍ର ଆତ୍ମାଙ୍କ ଇଚ୍ଛା ଅନୁସାରେ କାର୍ଯ୍ୟ କଲେ ଆମେ କ'ଣ କରିପାରିବା ନାହିଁ? ଶରୀରର ଇଚ୍ଛାକୁ ଆମେ ପୂର୍ଣ୍ଣ କରିପାରିବା ନାହିଁ। ଆମେ ସେଥିପାଇଁ ଆମେ କ'ଣ କରବାର ଅଛି? ଶରୀରର କାର୍ଯ୍ୟକୁ ଯଦି ବିନାଶ କରବାର ଅଛି ବୋଲି କହିଲେ, ଆପଣଙ୍କୁ ଆଉ ମୋତେ ପବିତ୍ର ଆତ୍ମାଙ୍କର ସାହାଯ୍ୟ ନିହାତି ଆବଶ୍ୟକ ରହିଛି। ଆଉ ସେଇ ପବିତ୍ର ଆତ୍ମା ଯଦି ଆମ ସହିତ ଅଛନ୍ତି, ତାହେଲେ ଆମେ ସହଜରେ କ'ଣ କରିପାରିବୁ? ଆମ ଶରୀରର ଅଭିଳାଷ ଠାରୁ ଆମେ ମୁକ୍ତ ହେବୁ, ବା ଶରୀରର କାର୍ଯ୍ୟକୁ ଆମେ କ'ଣ କରିବୁ? ଆମେ ସହଜରେ ଆମେ ବିନାଶ କରିବୁ। ପ୍ରଭୁଙ୍କର ସ୍ତୁତି ହେଉ, ପ୍ରଭୁଙ୍କର ଗୌରବ ହେଉ। ପ୍ରିୟମାନେ, ଆସନ୍ତୁ ଆମେ 15 ପଦ ପଢ଼ିବା। କିନ୍ତୁ ତୁମେମାନେ ଯଦି କାମୁଡ଼ା କାମୁଡ଼ି ହୋଇ ପରସ୍ପର ଗ୍ରାସ କର, ତେବେ ସାବଧାନ, ଯେପରି ପରସ୍ପର ଦ୍ୱାରା ବିନଷ୍ଟ ନ ହୁଅ। ପ୍ରିୟମାନେ, ଗୋଟେ ପବିତ୍ର ଆତ୍ମାରେ ଚାଳିତ ହେଉଥିବା ବ୍ୟକ୍ତି ବା ପବିତ୍ର ଆତ୍ମାଙ୍କ ଦ୍ୱାରା ଆଚରଣ କରୁଥିବା ବ୍ୟକ୍ତି, କେବେ ସେମାନେ ଝିକାଟାନା ହେବେ କି? କେବେ ସେମାନେ ମାଡ଼ଗୋଳ ହେବେ କି? କେବେ ସେମାନେ କାମଡ଼ା କୋଡ଼ି ହେବେ କି? କେବେ ସେମାନେ ଲୋକମାନଙ୍କର ଅନ୍ୟାୟ କରିବେ କି? କେବେ ସେମାନେ ଦୁର୍ନୀତି କରିବେ କି? ନାହିଁ। ଦୁର୍ନୀତି କିଏ କରନ୍ତି? ଶୈତାନର ଆତ୍ମାରେ ଯେ ଚାଳିତ ହୁଅନ୍ତି, ଜାଗତିକ ଆତ୍ମାରେ ଯେ ଚାଳିତ ହୁଅନ୍ତି, ପ୍ରେତ ଆତ୍ମାରେ ଯେ ଚାଳିତ ହୁଅନ୍ତି, ସେମାନେ ହିଁ କ'ଣ କରନ୍ତି? କାମଡ଼ା କାମଡ଼ି, ତର୍ଟା ମର୍ଟା ଏସବୁ କ'ଣ କରନ୍ତି? ସେମାନେ କହନ୍ତି। ପ୍ରିୟମାନେ, ଯଦି ଗୋଟେ ପରିବାରରେ ଆମେ ଅଛୁ ବୋଲି କହିଲେ ତର୍ଟା ମର୍ଟା ନାହିଁ, ଘରେ ଯାହା ଅଛି ଆମ ସମସ୍ତଙ୍କର ସେଟା। ପ୍ରିୟମାନେ, ଏଇଟା ଆମର ଜୀବନରେ ଥିବା ନିହାତି ଆବଶ୍ୟକ ରହିଛି। ସେଥିପାଇଁ ପବିତ୍ର ଆତ୍ମାଙ୍କର ଇଚ୍ଛାରେ ଯଦି ଚାଲବା, ପବିତ୍ର ଆତ୍ମାଙ୍କ ଇଚ୍ଛା ଅନୁସାରେ ଯଦି ଆଚରଣ କରିବା, ପବିତ୍ର ଆତ୍ମାଙ୍କର ଇଚ୍ଛା ଅନୁସାରେ ଯେତେବେଳେ ଜୀବନଯାପନ କରିବାକୁ ଆମେ ଇଚ୍ଛା କରିବା, ସେତେବେଳେ କ'ଣ କରିପାରିବା? ଆମର ଶରୀରରେ ଥିବା ସବୁ ଇଚ୍ଛାକୁ ଆମେ ପବିତ୍ର ଆତ୍ମାଙ୍କ ଦ୍ୱାରା ବିନାଶ କରିପାରିବା। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କର ଗୌରବ ହେଉ, ପ୍ରଭୁଙ୍କର ସ୍ତୁତି ହେଉ। ସେଟା ପାଇଁ ସେ 15 ପଦରେ କହୁଛନ୍ତି, କିନ୍ତୁ ତୁମେମାନେ ଯଦି କାମୁଡ଼ା କାମୁଡ଼ି ହୋଇ ପରସ୍ପରକୁ ଗ୍ରାସ କର। ପ୍ରିୟମାନେ, ପରସ୍ପରକୁ ଯଦି ଆମେ ଗ୍ରାସ କରିବୁ, ପରସ୍ପରକୁ ଯଦି କ୍ଷତି କରିବାକୁ ଚାହିଁବୁ, ତାଙ୍କର ବି କ୍ଷତି ହେବ, ଆମର ବି କ୍ଷତି ହେବ। ସେଥିପାଇଁ ପରସ୍ପରକୁ କାମଡ଼ା କାମୁଡ଼ି ହେବା ପୂର୍ବରୁ ଆମେ ପ୍ରାର୍ଥନା କରବାର ଅଛି, ବାପା ଏହି ସ୍ଥାନରୁ ମୁକ୍ତ ହେବା ପାଇଁ ତୁମର ପବିତ୍ର ଆତ୍ମା ମୋତେ ଆବଶ୍ୟକ ରହିଛି, ତୁମର ପବିତ୍ର ଆତ୍ମା ମୋତେ ଦିଅ, ତାହେଲେ ଏ ସମସ୍ତ ବିଷୟକୁ ମୁଁ ସହଜରେ ବିନାଶ କରିବି। ପ୍ରଭୁ ଦୟାକର ମୋତେ ଦିଅ। ଆମେ ମାଗବା, ସେ ଆମକୁ ପବିତ୍ର ଆତ୍ମା ଦେବେ। ଏବେ ମଧ୍ୟ ସେ ଆମମାନଙ୍କୁ ଏହି ଜଗତରେ ସେ ପବିତ୍ର ଆତ୍ମା ଆମମାନଙ୍କୁ ସାହାଯ୍ୟ କରନ୍ତୁ ବୋଲି ସେ ପଠାଇଛନ୍ତି। ମାତ୍ର ପବିତ୍ର ଆତ୍ମାରେ ପୂର୍ଣ୍ଣ ହେବାକୁ ଆମେ କେହି ମଧ୍ୟ ଚାହୁଁନୁ। ପ୍ରିୟମାନେ, ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇଥିବା ବ୍ୟକ୍ତି ଭାଙ୍ଗ ଧରିକି ବୁଲିବେ କି? ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଉଥିବା ବ୍ୟକ୍ତି ସେମାନେ ଲୋକର ଅନ୍ୟାୟ କରିବେ କି? ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଉଥିବା ବ୍ୟକ୍ତି ମଦ ଗିଲାସ ଧରି ବସିଥିବେ କି? ନାହିଁ।
ପବିତ୍ର ଆତ୍ମାରେ ଯେତେବେଳେ ଆମେ ପୂର୍ଣ୍ଣ ହେବା, ପବିତ୍ର ଆତ୍ମା ପାଇବାକୁ ଯେତେବେଳେ ଇଚ୍ଛା କରିବା, ଏ ସମସ୍ତ ବିଷୟକୁ ଆମେ କ'ଣ କରିପାରିବା, ସହଜରେ ଆମେ ବିନାଶ କରିପାରିବା, ସହଜରେ ଆମେ ସ୍ଥାନରୁ ଆମେ କ'ଣ ହେଇପାରିବା, ଆମେ ମୁକ୍ତ ହେଇପାରିବା ପ୍ରିୟମାନେ। ସେଥିପାଇଁ ଆସନ୍ତୁ ଆମେ କ'ଣ କରିବା, ଆମେ ପରସ୍ପରକୁ ଗ୍ରାସ ନ କରି, ପରସ୍ପରକୁ କାମଡ଼ା କୁମଡ଼ି ନ ହେଇ କ'ଣ କରିବାର ଅଛି, ଆମେ ଆତ୍ମାରେ ପୂର୍ଣ୍ଣ ହେବାକୁ ଆମେ ଶିଖିବାର ଅଛି। ଯଦି ବି ଏ ଅଭିଳାଷ ଆମର ଜୀବନରେ ଅଛି, ଆମର ପ୍ରଭୁଙ୍କୁ ଆମେ କହିବା, ସେ ଆମକୁ ଯୋଗାଇବେ, ସେ ଆମକୁ ସାହାଯ୍ୟ କରିବେ ପ୍ରିୟମାନେ। ସେଥିପାଇଁ ସେ କହୁଛନ୍ତି, କିନ୍ତୁ ତୁମେମାନେ ଯଦି କାମୁଡ଼ା କାମୁଡ଼ି ହୋଇ ପରସ୍ପରକୁ ଗ୍ରାସ କରିଦେବେ, ସାବଧାନ, ଯେପରି ପରସ୍ପର ଦ୍ୱାରା ବିନଷ୍ଟ ନ ହୁଅ। ପ୍ରିୟମାନେ, ଯେତେବେଳେ ମଧ୍ୟ ଆମେ ପରିବାରରେ ହେଉ କି ଆମର ବାହାରେ ମଧ୍ୟ ହେଉ, ଯେତେବେଳେ କାହା ସହିତ ଆମେ ବିବାଦ କରୁଛୁ, ଗଣ୍ଡଗୋଳ ହେଉଛୁ, ସେତେବେଳେ କ'ଣ ହେଉଛି, ସେ ହେଲେ ଆମକୁ ମାରିଦେବ, ନହେଲେ ଆମେ ହେଲେ କ'ଣ କରିବୁ, ଆମେ ମାରିଦେବୁ। ଆଉ ମାରିଦେଲା ପରେ କ'ଣ ହେବ, ବିଭିନ୍ନ ପ୍ରକାର ବିଶୃଙ୍ଖଳା ହେବ। ସେଥିପାଇଁ ପ୍ରିୟ ଭାଇ ଏବଂ ଭଉଣୀମାନେ, ଏହି ସମସ୍ତ ବିଷୟରୁ ଯଦି ଆମେ ବିଜୟ ହେବାର ଅଛି, ଯଦି ଆମେ ଜିତିବାକୁ ଚାହୁଁଛୁ, ତାହେଲେ ପବିତ୍ର ଆତ୍ମା ନିହାତି ଆବଶ୍ୟକ ରହିଛି। ଆଉ ସେଇ ପବିତ୍ର ଆତ୍ମା ଏ ସମସ୍ତ ବିଷୟରୁ ଆମମାନଙ୍କୁ ବାହାର କରିବା ପାଇଁ ସେ ସାମର୍ଥ୍ୟବାନ ଶକ୍ତିଶାଳୀ ଆତ୍ମା ସେ ଅଟନ୍ତି ପ୍ରିୟମାନେ। ପ୍ରଭୁଙ୍କର ସ୍ତୁତି ହେଉ, ପ୍ରଭୁଙ୍କର ଗୌରବ ହେଉ। ପ୍ରିୟମାନେ, ଆସନ୍ତୁ ଆମେ ଆଉ ଗୋଟେ ପଦ ଦେଖିବା, ଆମେ ଉତ୍ସାହିତ ହେବା। ରୋମିଓ 6 ପର୍ବ ତାର 14 ପଦରେ ଏପରି ଲେଖାଯାଏ, କାରଣ ପାପ ତୁମମାନଙ୍କ ଉପରେ କର୍ତ୍ତୃତ୍ୱ କରିବ ନାହିଁ। ପ୍ରିୟମାନେ, ଯଦି ପବିତ୍ର ଆତ୍ମା ଆମମାନଙ୍କର ହୃଦୟରେ ଅଛନ୍ତି, ତାହେଲେ ଜଗତର କୌଣସି ପାପ ଆମକୁ କ'ଣ କରିପାରିବ ନାହିଁ, କର୍ତ୍ତୃତ୍ୱ କରିପାରିବ ନାହିଁ, କି ତାର ଇଚ୍ଛାରେ ଆମକୁ ଚଲାଇ ପାରିବ ନାହିଁ। କାହିଁକି, ପବିତ୍ର ଆତ୍ମା ଆମକୁ କ'ଣ କରନ୍ତି, ପ୍ରତ୍ୟେକ ପାପ ଠାରୁ ମୁକ୍ତ କରିବା ପାଇଁ ସେ ଶକ୍ତିଶାଳୀ ପବିତ୍ର ଆତ୍ମା କୋଉଠି ଅଛନ୍ତି, ଆମର ହୃଦୟରେ ଅଛନ୍ତି। ସେଥିପାଇଁ ସହଜରେ ଆମେ କ'ଣ କରିପାରିବୁ ନାହିଁ, ଏଇ ଜଗତର ପାପରେ ଆମେ ପଡ଼ିପାରିବୁ ନାହିଁ। ପ୍ରିୟମାନେ, ଏଇ ଶରୀର ପାପ କରିବାକୁ ଇଚ୍ଛା କରୁଥିବ, ମାତ୍ର ଭିତରେ ଥିବା ପବିତ୍ର ଆତ୍ମାଙ୍କୁ କ'ଣ କରୁଥିବେ, ତାରୁ ମୁକ୍ତ ହେବା ପାଇଁ ଆମକୁ ଶିଖାଉଥିବେ, ତାକୁ ସ୍ପର୍ଶ ନ କରିବା ପାଇଁ ଶିଖାଉଥିବେ। ପବିତ୍ର ଆତ୍ମାଙ୍କ ପାଖରେ ସେ ଶକ୍ତି ଅଛି, ଆଉ ସେଇ ଶକ୍ତି ଦ୍ୱାରା କ'ଣ କରିବୁ, ଆମେ ଯେତେ ବଡ଼ ପାପ ଥିଲେ ମଧ୍ୟ ଆମେ ସେ ପାପରୁ ଆମେ କ'ଣ ହେବୁ, ସହଜରେ ଆମେ ବାହାରିବୁ। ପ୍ରିୟମାନେ, ପ୍ରଭୁଙ୍କର ଗୌରବ ହେଉ, ପ୍ରଭୁଙ୍କର ସ୍ତୁତି ହେଉ। ସେଇଟା ସେ କହୁଛନ୍ତି, କାରଣ ପାପ ତୁମମାନଙ୍କ ଉପରେ କର୍ତ୍ତୃତ୍ୱ କରିବ ନାହିଁ, ଯେଣୁ ତୁମେମାନେ ବ୍ୟବସ୍ଥାର ଅଧୀନ ନୁହଁ, ମାତ୍ର ଅନୁଗ୍ରହର ଅଧୀନ ଅଟ। ପ୍ରିୟମାନେ, ଏବେ ଆଉ ସେ ବ୍ୟବସ୍ଥାର ଅଧୀନରେ ନାହୁଁ, କି ବ୍ୟବସ୍ଥାର ଦାସତ୍ୱରେ ଆମେ ମାନେ ନାହୁଁ। ଏବେ କାହାର ଅଧୀନରେ ଆମେ ଅଛୁ, ଆମେ ଅନୁଗ୍ରହ। ପ୍ରିୟମାନେ, ଅନୁଗ୍ରହ ଏବେ ମଧ୍ୟ ଆମ ପାଖରେ ଅଛନ୍ତି। ଏବେ ମଧ୍ୟ ଯଦି ଆମେ ଇଚ୍ଛା କରିବୁ, ମୁଁ ପାପରେ ରହିବା ପାଇଁ ଚାହୁଁନାହିଁ, ମୁଁ ଅନ୍ୟାୟ କରିବା ପାଇଁ ଚାହୁଁନାହିଁ, ଏସବୁ ବିଷୟରେ ମୁଁ ବାହାରିବାକୁ ଚାହୁଁଛି ବୋଲି ଏବେ ମଧ୍ୟ ଯଦି ଆମେ ପ୍ରାର୍ଥନା କରିବା, ଆଉ ସେଇ ସାହାଯ୍ୟକାରୀ ପବିତ୍ର ଆତ୍ମା ଆମକୁ ଅନୁଗ୍ରହ କରିବେ, ଆମକୁ ଶକ୍ତି ଦ୍ୱାରା, ତାଙ୍କର ଶକ୍ତି ଦ୍ୱାରା କ'ଣ କରିବେ, ଏ ପ୍ରତ୍ୟେକ ପାପ ଠାରୁ ଆମକୁ ମୁକ୍ତ କରିବେ। ପ୍ରିୟମାନେ, ତାଙ୍କ ପାଖରେ ଏହି ସାମର୍ଥ୍ୟ ଆଉ ଶକ୍ତି ଆମର ପବିତ୍ର ଆତ୍ମାଙ୍କ ପାଖରେ ଅଛି। ପ୍ରିୟମାନେ, ଆଜି ମଧ୍ୟ ଯଦି ଆମେ କୌଣସି ବ୍ୟକ୍ତି ଶରୀରର ଇଚ୍ଛାରେ ପଡ଼ିକିନା ଆଜି ମଧ୍ୟ ଆମେ ସେଇ ଇଚ୍ଛାରୁ ବାହାରି ପାରୁନୁ, ସେ ସମସ୍ତ ବିଷୟକୁ ଆମେ କ'ଣ କରିପାରୁନୁ, ଆମେ ବିନାଶ କରିପାରୁନୁ, ତାହେଲେ ଯଦି ଆମେ ବିନାଶ କରିବାକୁ ଚାହୁଁଛୁ, ଆଉ ସବୁ ପ୍ରକାର ପାପରୁ ମୁକ୍ତ ହୋଇ ପରିତ୍ରାଣ ପାଇ ପରମେଶ୍ୱରଙ୍କ ସହିତ ଯଦି ଆମେ ଚାଲିବାକୁ ଚାହୁଁଛୁ, ତାହେଲେ ଆସନ୍ତୁ ଆଜି ହିଁ ଆମେ ପରମେଶ୍ୱରଙ୍କ ସାନ୍ନିଧ୍ୟରେ ବସିବା, ଆମେ ପ୍ରାର୍ଥନା କରିବା ଆଉ କହିବା, ପ୍ରଭୁ, ମୋର ଶରୀର ଇଚ୍ଛା ଠାରୁ ମୁଁ ଆଜି ମଧ୍ୟ ବାହାରି ପାରୁନାହିଁ, ଏବେ ମଧ୍ୟ ମୁଁ କଷ୍ଟ ପାଉଛି, ଆଉ ଅନେକ ପାପରେ ମୁଁ ପଡ଼ିଛି, ଦୟାକର ତୁମେ ମୁକ୍ତ କର ବୋଲି ଯେତେବେଳେ ଆମେ ପ୍ରାର୍ଥନା କରିବା, ତାଙ୍କର ପବିତ୍ର ଆତ୍ମାଙ୍କର ଶକ୍ତି ଆଉ ଅନୁଗ୍ରହ ଦ୍ୱାରା ସେ କ'ଣ କରିବେ, ଆମକୁ ପ୍ରତ୍ୟେକ ପାପ ଠାରୁ ମୁକ୍ତ କରିକିନା ପରିତ୍ରାଣ ଦେଇ ତାଙ୍କ ସହିତ ଚାଲିବା ପାଇଁ ସେ ସାହାଯ୍ୟ କରିବେ। ପ୍ରଭୁଙ୍କର ଗୌରବ ହେଉ, ପ୍ରଭୁଙ୍କର ସ୍ତୁତି ହେଉ। ପ୍ରିୟ ଭାଇ ଏବଂ ଭଉଣୀମାନେ, ପ୍ରଭୁଙ୍କର ପାଖରେ କ'ଣ ନାହିଁ, ପ୍ରଭୁଙ୍କର ପାଖରେ ସବୁ ଅଛି, କିନ୍ତୁ ଆମେ କ'ଣ କରିବାର ଅଛି, ଆମେ ଇଚ୍ଛା କରିବାର ଅଛି, ଆଉ ପ୍ରଭୁଙ୍କ ସାନ୍ନିଧ୍ୟକୁ ଯାଇ ଆମେ ପ୍ରାର୍ଥନା କରିବାର ଅଛି। ଆଉ ସେଇ ପବିତ୍ର ଆତ୍ମା ଯେତେବେଳେ ଆମ ହୃଦୟକୁ ଆସିବେ, ସେତେବେଳେ ସେ କ'ଣ କରିବେ, ଶରୀରର ପ୍ରତ୍ୟେକ ଅଭିଳାଷକୁ ବିନାଶ କରି ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ କାର୍ଯ୍ୟ କରିବାକୁ ସେ ଆମମାନଙ୍କୁ ସାହାଯ୍ୟ କରିବେ। ପ୍ରଭୁ ଆସନ୍ତୁ, ଏହି ଛୋଟ ବାକ୍ୟ ଦେଇ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।